ତୁମେ ଥରେ ଭାବିକି ଦେଖ, ଏକ ଏମିତି ପୁସ୍ତକ ଯାହାକୁ ହଜାର ବର୍ଷ ଧରି ଲୋକ ପଢ଼ୁଛନ୍ତି। ରାଜାମାନେ ପଢ଼ିଛନ୍ତି, ମହାନ ଚିନ୍ତକମାନେ ପଢ଼ିଛନ୍ତି, ସାଧାରଣ ଲୋକମାନେ ଆଜି ମଧ୍ୟ ପଢ଼ୁଛନ୍ତି। ତଥାପି ଆଜି ପର୍ଯ୍ୟନ୍ତ ତାହାର ଶକ୍ତି କମି ନାହିଁ। ସେହି ପୁସ୍ତକ ହେଉଛି ଭଗବତ ଗୀତା। କିନ୍ତୁ ପ୍ରଶ୍ନ ହେଉଛି, କାହିଁକି ଗୀତାକୁ ଏତେ ଶକ୍ତିଶାଳୀ ଗ୍ରନ୍ଥ ବୋଲି କୁହାଯାଏ? ଆଜି ଆମେ ଏହାର ରହସ୍ୟକୁ ବୁଝିବା। ତୁମେ ଜାଣିଛ ଗୀତା କେଉଁଠି କୁହାଯାଇଥିଲା? ଗୀତା କୌଣସି ଶାନ୍ତ ଆଶ୍ରମରେ କିମ୍ବା ମନ୍ଦିରରେ କୁହାଯାଇନଥିଲା। ଏହା କୁହାଯାଇଥିଲା ଯୁଦ୍ଧଭୂମିରେ। ସେଠାରେ ଥିଲା ଭୟ, ଦ୍ୱନ୍ଦ୍ୱ, ଅନିଶ୍ଚିତତା। କ'ଣ ହେବ କିଛି ଜଣାନଥିଲା। ଏମିତି ସମୟରେ ମଣିଷ ମନ ସବୁଠୁ ଅଧିକ ଭାଙ୍ଗିଯାଏ। ଠିକ୍ ସେହି ସମୟରେ ଜୀବନର ଗଭୀର ସତ୍ୟ କୁହାଯାଇଥିଲା। ରବି ସବୁବେଳେ ମାନସିକ ଚିନ୍ତାରେ ରହେ। ଜୀବନରେ କ'ଣ କରିବି? କାହିଁକି ଏତେ ଦୁଃଖ? କାହିଁକି ଏତେ ସମସ୍ୟା? କେବେ ସଫଳ ହେବି? ଏହିପରି ଚିନ୍ତା ତା ମୁଣ୍ଡରେ ସବୁବେଳେ ଘୁରି ବୁଲେ। ଦିନେ ରବି ଜଣେ ଜ୍ଞାନୀ ବୃଦ୍ଧଙ୍କ ସହ ଦେଖାହେଲା। ସେ ପଚାରିଲା, ମୋ ମନ ଶାନ୍ତ ନାହିଁ, ସବୁବେଳେ ଚିନ୍ତା ରହୁଛି। ମୋତେ କିଛି ଉପାୟ କୁହନ୍ତୁ ଯାହାଦ୍ୱାରା ମୁଁ ଶାନ୍ତ ହୋଇପାରିବି। ସେହି ବୃଦ୍ଧ ଜଣକ ହସିଲେ ଓ କହିଲେ, ତୁମେ କେବେ ଭଗବତ ଗୀତା ପଢ଼ିଛ କି? ରବି କହିଲା, ନା, ମୁଁ ଏତେ ଧାର୍ମିକ ନୁହେଁ। ଏସବୁ ପୂଜାପାଠ କରୁଥିବା ଲୋକମାନେ ପଢ଼ନ୍ତି ବା ମନ୍ଦିରରେ ପୂଜା କରୁଥିବା ପଣ୍ଡିତମାନଙ୍କ କାମ। ଆମ ଜୀବନରେ ଏହାର ଲାଭ କିଛି ନାହିଁ। ବୃଦ୍ଧ ତାକୁ ଗୋଟିଏ ଉଦାହରଣ ଦେଲେ। ଧର ତୁମେ ଗୋଟିଏ ଅନ୍ଧାର ଜଙ୍ଗଲରେ ହଜିଗଲ। କୋଉଠି ରାସ୍ତା ଠିକ୍, କୋଉଠି ଭୁଲ, ତମେ କିଛି ଜାଣିନ। ତମକୁ କିଛି ଦେଖାଯାଉନି। ତାହେଲେ ତୁମେ କ'ଣ କରିବ? ଆଗକୁ ଯାଇପାରିବ କି? ରବି କହିଲା, ନା, ଆଗକୁ ଯାଇପାରିବିନି। ସେହି ବୃଦ୍ଧ ଜଣକ ପୁଣି ଥରେ ପଚାରିଲେ, ଯଦି ତୁମକୁ ସେଇ ଅନ୍ଧାରରେ ଗୋଟିଏ ଦୀପ ଦିଆଯାଏ, ତୁମେ ସେଇ ଅନ୍ଧାର ଜଙ୍ଗଲ ଭିତରୁ ବାହାରକୁ ଆସିପାରିବ? ରବି କହିଲା, ହଁ, କ'ଣ ପାଇଁ ନୁହେଁ? କାହିଁକିନା ଦୀପର ଆଲୋକରେ ମୋତେ ରାସ୍ତା ଦେଖାଯିବ। ବୃଦ୍ଧ ବ୍ୟକ୍ତି ଜଣକ କହିଲେ, ଏ ଜୀବନ ହେଉଛି ସେଇଭଳି ଗୋଟେ ଅନ୍ଧାର ଜଙ୍ଗଲ, ଆଉ ଭଗବତ ଗୀତା ସେଇ ଜଙ୍ଗଲରେ ଦୀପ ଭଳି କାମ ଦିଏ। ଏ ଜୀବନ ହେଉଛି ଗୋଟେ ଏମିତି ପ୍ରଶ୍ନ ଯାହାର ଉତ୍ତର ପ୍ରତ୍ୟେକ ମଣିଷ ଖୋଜୁଛି। ମଣିଷ ମନରେ ଆଜି ଅନେକ ପ୍ରଶ୍ନ। ମୁଁ କିଏ? ଜୀବନର ଅର୍ଥ କ'ଣ? ଦୁଃଖ କାହିଁକି ଆସେ? ଭୟ କାହିଁକି ଆସେ? ଗୀତା ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥାଏ। ଅନେକ ଲୋକ ଭାବନ୍ତି କି ଗୀତା କେବଳ ଏକ ଧାର୍ମିକ ପୁସ୍ତକ, ଧର୍ମ ପାଇଁ ପଢ଼ନ୍ତି। କିନ୍ତୁ ଗୀତା ତାଠାରୁ ବହୁତ ଅଧିକ। ଏହା ଜୀବନକୁ ବୁଝିବାର ଗୋଟେ ପଥ। ଏହା ମନକୁ ବୁଝିବାର ଜ୍ଞାନ। ମଣିଷର ଆଜି ସବୁଠୁ ବଡ଼ ସମସ୍ୟା କ'ଣ ଜାଣିଛ? ଭୟ। ଭବିଷ୍ୟତର ଭୟ, ବିଫଳତାର ଭୟ, ମୃତ୍ୟୁର ଭୟ ପ୍ରତ୍ୟେକ ମଣିଷକୁ ଡରଉଛି। ଗୀତା କୁହେ, ଭୟ ମନର ଭ୍ରମ। ଯେତେବେଳେ ମନ ସତ୍ୟକୁ ବୁଝିଯାଏ, ଭୟ ଧୀରେ ଧୀରେ ଚାଲିଯାଏ, ହଟିଯାଏ। ଆମେ କହୁଛନ୍ତି କି ମୋ ପାଖରେ ବହୁତ କାମ, ମୁଁ ସବୁବେଳେ କାମ କରୁଛି। ସତରେ ବି ମଣିଷ ସବୁବେଳେ କାମ କରୁଛି, କିନ୍ତୁ ତଥାପି ସେ ସବୁଠୁ ଅଧିକା ଚିନ୍ତାରେ ରହୁଛି। କାରଣ କ'ଣ? କି ମଣିଷ ଫଳକୁ ନେଇ ଅଧିକା ଚିନ୍ତା କରୁଛି। ଗୀତା ଏହା ଶିଖାଏ କି କାମ କର, କିନ୍ତୁ ଫଳର ଚିନ୍ତା କରନି। ତେବେ ଯାଇ ତୁମ ମନ ହାଲକା ହେବ, ତୁମ ଜୀବନରେ ଶାନ୍ତି ଆସିବ। ଗୀତା କହେ, ମନ ଆମର ସବୁଠୁ ବଡ଼ ବନ୍ଧୁ, କିନ୍ତୁ ସେଇ ମନ ଆମର ସବୁଠୁ ବଡ଼ ଶତ୍ରୁ ବି ହେଇପାରେ ଯଦି ଆମେ ମନକୁ ନ ବୁଝିବା। ଯେତେବେଳେ ଆମେ ମନକୁ ବୁଝୁ, ଜୀବନ ସରଳ ହୋଇଯାଏ, ମନ ଶାନ୍ତ ହୋଇଯାଏ। ଗୀତା ଆଉ ଗୋଟେ ବଡ଼ ଶିକ୍ଷା ଦେଉଛି, ମନୁଷ୍ୟ କେବଳ ଶରୀର ନୁହେଁ। ଶରୀର କେବେ ନା କେବେ ସମାପ୍ତ ହେବ, କିନ୍ତୁ ଚେତନା ଅବିନାଶୀ। ଏହି ଜ୍ଞାନ ମଣିଷକୁ ଗଭୀର ଶକ୍ତି ଦେଇଥାଏ। ବର୍ତ୍ତମାନ ମୁଖ୍ୟ ପ୍ରଶ୍ନ,
ଗୀତା କାହିଁକି ଶକ୍ତିଶାଳୀ? ଗୀତା ଏଥିପାଇଁ ଶକ୍ତିଶାଳୀ କାରଣ ଏହା ମନକୁ ଶକ୍ତି ଦିଏ, ଭୟ କମାଏ, ଜୀବନକୁ ସ୍ପଷ୍ଟ କରେ। ମନୁଷ୍ୟ କିପରି ନିଜକୁ ଚିହ୍ନି ପାରିବ ସେଥିପାଇଁ ରାସ୍ତା ଦେଖାଏ। ଶେଷ କଥା, ଭଗବତ ଗୀତା କେବଳ ଗୋଟିଏ ପୁସ୍ତକ ନୁହେଁ, ଏହା ଜୀବନକୁ ବୁଝିବାର ଗୋଟିଏ ଦର୍ପଣ। ଏବେ ତୁମେ କୁହ, ଭଗବତ ଗୀତା କାହିଁକି ଶକ୍ତିଶାଳୀ ଗ୍ରନ୍ଥ? ଭଗବତ ଗୀତା ଉପରେ ତୁମ ମତ କ'ଣ?